ବିପ୍ରର ଅଙ୍ଗେଲିଭା ସତ କାହାଣୀ ଶୁଣିଥିବା ଅନ୍ୟ ବନ୍ଧୁମାନେ କିଛି ସମୟ ପାଇଁ ନୀରବ ହୋଇଯାଇଥିଲେ। ସୌମ୍ୟ ସେ ନୀରବତାରେ ପୂର୍ଣ୍ଣଚ୍ଛେଦ ଟାଣି କହିଲା, ଆରେ ସମସ୍ତେ ଏତେ ଚିନ୍ତାଶୀଳ କ'ଣ ପାଇଁ ହୋଇଗଲ? ଖେଳକୁ ଆଗକୁ ନେବା ପାଇଁ ସମୟ ଆସିଯାଇଛି। ବିପ୍ରକୁ କେତେ ଅଙ୍କ ମିଳିବ ତାହା ମନରେ ସ୍ଥିର କରି ରଖ। କାଗଜଗୁଳା ପାତ୍ରକୁ ଦେଖ, ଦେଖିବା କାହା ନାଁ ଆସୁଛି। ସୌମ୍ୟ ହାତ ବୁଲାଇ ପୁଣି ଏକ କାଗଜ ଖଣ୍ଡକୁ ନେଇ ଆସିଲା ଓ ଧୀରେ ଧୀରେ ଖୋଲି ସମସ୍ତଙ୍କୁ ଦେଖାଇଲା। ସେଥିରେ ଲେଖା ଥିଲା ଜୟନ୍ତ। ସମସ୍ତେ ଜୟନ୍ତ ଆଡ଼କୁ ଚାହିଁଲେ ଓ ଜୟନ୍ତ ଟିକେ ଭାବି କହିବା ଆରମ୍ଭ କଲା। 5 ବର୍ଷ ତଳର କଥା। ମୁଁ ମୋ ମାଉସୀ ପୁଅର ବିବାହର ଉତ୍ସବରେ ଯୋଗ ଦେବା ପାଇଁ ଯାଇଥିଲି ଅମରପଲ୍ଲୀ ଗାଁ। ଅନେକ ଦିନର ବ୍ୟବଧାନ, ମାନେ 12 ବର୍ଷ ପରେ ମୁଁ ସେଠାକୁ ଯାଇଥିଲି। ସବୁ ଯେପରି ବଦଳି ଯାଇଥିଲା, ଜାଗା, ଘର ଓ ଲୋକମାନେ ବି। ଯାହାକୁ ମୁଁ ଯୁବାବସ୍ଥାରେ ଦେଖିଥିଲି ସେ ବୁଢ଼ା ହୋଇଗଲା ଭଳି ଲାଗୁଥିଲେ, ଆଉ ଯେଉଁ ଯୁବଗୋଷ୍ଠୀ ଥିଲେ ତାଙ୍କ ମୁହଁ ବିଲକୁଲ ଅଚିହ୍ନା ଥିଲା। କେବଳ ନାମରୁ ଟିକେ ଟିକେ ମୁହଁକୁ ମନେ ପକାଇବାର ଚେଷ୍ଟା କରୁଥିଲେ। ସେମାନେ ବି ମୋତେ ଦେଖି କହୁଥିଲେ, ଆରେ ଜୟନ୍ତ, ତୁ ଏତେ ବଡ଼ ହୋଇଯାଇଛୁ। ମୋତେ ସେମାନଙ୍କ କଥା ଶୁଣି ହସ ଲାଗୁଥିଲା। ମୋର ମନେ ପଡ଼ିଗଲା ଧର୍ମା ଭାଇ କଥା। ତାଙ୍କୁ କେଉଁଠି ଦେଖିବାକୁ ପାଉନଥିଲି। ସେ ଥିଲେ ମୋ ମାଉସୀଙ୍କର ସାହିର ପିଲା। କହିବାକୁ ଗଲେ ପ୍ରେମ କ'ଣ ମୁଁ ତାଙ୍କୁ ଦେଖି ଜାଣିଥିଲି। ମୋର ବୟସ ସେତେବେଳକୁ 12 ବର୍ଷ ଥିଲା ଯେତେବେଳେ ମୁଁ ଧର୍ମା ଭାଇକୁ ଦେଖିଥିଲି। ଧର୍ମା ଭାଇ 22 ବର୍ଷର ଯୁବକ ଥିଲେ। ଉଚ୍ଚତା 6 ଫୁଟ, ଗୋରା ରଙ୍ଗ, ଦେଖିବାକୁ ସୁନ୍ଦର। ସେଥିପାଇଁ ଗାଁର ଅଧିକାଂଶ ଝିଅ ତାଙ୍କ ଉପରେ ମନ ହାରୁଥିଲେ। କିନ୍ତୁ ଧର୍ମା ଭାଇ ମନ ହାରିଥିଲେ ରାଧା ପାଖରେ। ରାଧା ସେଇ ଗାଁର ଝିଅ। ଧର୍ମା ଭାଇ ଗାଁ ମୁଣ୍ଡ ବରଗଛ ମୂଳେ ଚଉତୁରା ଉପରେ ବସି ରାଧାକୁ ଚାହିଁ ରହିଥାନ୍ତି। ଦେଖେଇ ଦେଖେଇ କେତେ କଥା କୁହନ୍ତି। ରାଧା ଉପରେ ତାଙ୍କର ଚାହାଣି ଯେମିତି ସ୍ଥିର ହୋଇଯାଏ। ସେହି ସମୟରେ ମୁଁ ଯେତେ ତାଙ୍କ ହାତ ହଲାଇ ଡାକେ, ସେ କିନ୍ତୁ ସ୍ଥାଳୁନ ପାଲଟିଗଲା ଭଳି ଲାଗନ୍ତି। ମୁଁ ତାଙ୍କ ପାଖରେ ବସି ଗପର ଗପର ହୁଏ, କିନ୍ତୁ ସେ ମୋ କଥା ଶୁଣିବା ଅବସ୍ଥାରେ ନଥାନ୍ତି। ଖାଲି ସେତିକି ନୁହେଁ, ଦୁହେଁ ପରସ୍ପରକୁ ଚିଠି ଲେଖି ମୋ ହାତରେ ପଠାଉଥିଲେ। ମାନେ ମୁଁ ଥିଲି ତାଙ୍କର ଡାକ ପିଅନ। ଅନେକ ଚିଠି ଖୋଲିକି ମୁଁ ପଢ଼ି ଦେଇଥିଲି, କାରଣ ଚିଠିରେ କୌଣସି ଅଠାର ପ୍ରୟୋଗ ନଥିଲା ଓ ମୋର ବୟସ ବି ସେପରି ଥିଲା। ଜାଣିନଥିଲି ବିନା ଅନୁମତିରେ କାହାର ଚିଠି ପଢ଼ିବା ଅଭଦ୍ରାମୀ ବୋଲି। ସେ ଚିଠିକୁ ପଢ଼ି ମୁଁ ଏତିକି ଜାଣିଥିଲି, ଗାଁ ଶେଷ ମୁଣ୍ଡରେ ଥିବା ନଈବଠାରେ ଦୁହେଁ ରାତିରେ ଦେଖା କରନ୍ତି ଓ ପାଖରେ ନିଜ ମନର ମଣିଷକୁ ପାଇ ହଜିଯାଆନ୍ତି ପରସ୍ପରଙ୍କ ମଧ୍ୟରେ। ମୋର ବି ଇଚ୍ଛା ହୁଏ ରାତିରେ ଉଠି ତାଙ୍କ ସହିତ ଯାଆନ୍ତି, ଦୁହିଁଙ୍କ ମଝିରେ ବସି କଥା ଶୁଣନ୍ତି। କାରଣ ଧର୍ମା ଭାଇ ରାଧାକୁ କେତେ ଭଲ ପାଏ ତାହା ମୁଁ ଅନୁଭବ କରିଥିଲି। ମାଉସୀ ଘର ଆସିବାର 2 ଦିନ ହେଲାଣି, କିନ୍ତୁ ଧର୍ମା ଭାଇଙ୍କ ଦେଖା ନଥିଲା। ମନରେ ଆଗ୍ରହ ବଢ଼ୁଥିଲା ଜାଣିବା ପାଇଁ ଯେ ମୋ ସାମ୍ନାରେ ସୃଷ୍ଟି ହୋଇଥିବା ସେ ପ୍ରେମ କାହାଣୀର ପରିଣତି କ'ଣ ହେଲା। ଧର୍ମା ଭାଇ ଓ ରାଧା ଭାଉଜଙ୍କ ପ୍ରେମ ଆଜିର ପ୍ରେମ ଭଳି ଛଳନା ନଥିଲା। ଜାଣିବାର ଅଭିଳାଷ ମୋତେ ଥୟ ଧରିବାକୁ ଦେଉନଥିଲା। ମୁଁ ଦୌଡ଼ି ଯାଇ ମାଉସୀଙ୍କ ପୁଅ କେଶବକୁ ପଚାରିଲି। କେଶବ ଥିଲା ମୋ ସମବୟସ୍କ। ସେତେବେଳେ ସେ ବି ଧର୍ମା ଭାଇଙ୍କ ସାଙ୍ଗରେ ବୁଲୁଥିଲା। ମାନେ କହିବାକୁ ଗଲେ ଆମେ ସବୁ ଧର୍ମା ଭାଇଙ୍କ ଚେଲା ଥିଲୁ। କେଶବ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିଲା। ସମସ୍ତଙ୍କ ସମ୍ମୁଖରେ କଥାଟି ପଚାରିଲେ କାଳେ ଭଲ ହେବ କି ନାହିଁ, ସେଥିପାଇଁ କେଶବକୁ ନିରୋଳାକୁ ଡାକିଲେ। କେଶବ, ଧର୍ମା ଭାଇ ଓ ରାଧା ଭାଉଜଙ୍କ ବିବାହ ହେଲା କି ନାହିଁ? ଆସିଲା ଦିନୁ ଧର୍ମା ଭାଇଙ୍କୁ ଖୋଜୁଛି, କ'ଣ ହେଲା ତାଙ୍କର? କେଶବ ମୁହଁକୁ ବିକୃତ କରି କହିଲା, ଆଉ କ'ଣ ହେବ, ସେଇ ଜାତି ପ୍ରଥା ନାଟକ। ମୁଁ ଖଣ୍ଡାୟତ, ମୋ ଝିଅକୁ କୁମ୍ଭାର ଘରେ ବିବାହ ଦେବିନି। ଏପରି ଜିଦ୍ ଧରି ବସିଲା ରାଧାର ବାପା। ସେ ବୁଢ଼ା ମରିଗଲାଣି, କିନ୍ତୁ ଇଚ୍ଛା ହେଉଛି ତାକୁ ଟାଣି ଆଣି ବହେ କୁଟି ଦେବାକୁ। ଆଉ ଧର୍ମା ଭାଇକୁ ତୁ ତ ଜାଣୁ, ପିତାମହ ଭୀଷ୍ମ ଭଳି ଶପଥ ନେଇଗଲେ ରାଧା ବିନା ଆଉ କାହାକୁ ବିବାହ କରିବେନି। ଆଉ କ'ଣ ହେବାର ଥିଲା? ଏ କେଶବ, ଏପଟକୁ ଆସିଲୁ ଧନ। ମାଉସୀ ଡାକୁଥିଲା ବଡ଼ ପାଟିରେ। କେଉଁ ଜରୁରୀ କାମ ଥିଲା ବୋଧେ। କେଶବ କଥାକୁ ଅଧାରେ ରଖି ଚାଲିଗଲା ଓ କହିଗଲା, ଆସିଲେ ସବୁ କହିବେ। କେଶବ କଥାରେ ମୋ ମନଟା ପିତା ହୋଇଗଲା। ଧର୍ମା ଭାଇ ତାହେଲେ ବିବାହ କଲେନି। ମନେ ମନେ ଥୋଡ଼େ ଖଣ୍ଡେ ଗାଳି କଲି ଏ ସମାଜର ଜାତି ପ୍ରଥା ରୀତିକୁ। ମନଟା ଯେପରି ଗୋଳେଇ ଘାଣ୍ଟି ହେଉଥିଲା। ରାତି ଘନେଇ ଆସୁଥିଲା।
ରାତ୍ରି ଭୋଜନ ସମାପ୍ତି ପରେ ସମସ୍ତେ ଶୋଇବାକୁ ଚାଲିଗଲେ। ମୁଁ କେଶବକୁ ଖୋଜିଲି, କିନ୍ତୁ ସେ ନଥିଲା। ବିବାହ ଉତ୍ସବର ନିମନ୍ତ୍ରଣ ଦେବା ପାଇଁ ବନ୍ଧୁ ଘରକୁ ଚାଲି ଯାଇଥିଲା। ମୋ ଆଖିକୁ ନିଦ କେଉଁଠୁ ଆସୁଥିଲା। ସମସ୍ତେ ଶୋଇବା ପରେ ମୋର ବାର ବାର ଧର୍ମା ଭାଇ ଓ ରାଧା ଭାଉଜଙ୍କ କଥା ମନେ ପଡ଼ୁଥିଲା ଓ ତା ସହ ମନେ ପଡ଼ୁଥିଲା ସେ ପୁରୁଣା ଚିଠିର ଚେହେରା। ଧର୍ମା ଭାଇ ପାଖକୁ ରାଧା ଭାଉଜ ଲେଖୁଥିବା ଚିଠି ଯେପରି ମୋ ମନରେ ଛାପି ହୋଇଯାଇଥିଲା। ଏପରି ଭାବନାରେ ଖେଳିଗଲା ମୋ ଓଠରେ ହସ। ଇଚ୍ଛା ହେଲା ସେ ନଈ ପଠାକୁ ଯିବାକୁ। ଯେତେ ଶିକୁଳିରେ ବାନ୍ଧିଲେ ବି ଆଜି ବି ସେ ଦୁଇ ପ୍ରେମ ପକ୍ଷୀ ନିଜକୁ ଉଡ଼ାଇ ନେଇଥିବେ ନଈ ପଠାକୁ। ସେଠାକୁ ଗଲେ ନିଶ୍ଚୟ ତାଙ୍କର ଭେଟ ହେବ। ତିଳେ ବି ଆଉ ଡେରି ନ କରି ଚାଲିଗଲି ନଈ ପଠା ଆଡ଼େ। ପରିଷ୍କାର ଜହ୍ନ ପଡ଼ିଥାଏ। ନଈ ପାଣି ଚକ୍ ଚକ୍ କରୁଥାଏ। ଥଣ୍ଡା ପବନ ଦେହକୁ ଛୁଇଁ ଯାଉଥାଏ। ନିରୋଳା ଓ ସୁନସାନ ନଈବାଲିର ପଠାରେ ବସିଗଲି ଗୋଡ଼ ଲମ୍ବାଇ। ଆଜି ଯେତେ ସମୟ ଅପେକ୍ଷା କରିବାକୁ ପଡ଼ିବ ସେତେ ସମୟ କରିବେ, କିନ୍ତୁ ଦୁଇ ଜଣକୁ ଦେଖା କରିକି ଯିବେ। କିଛି ସମୟ ପରେ ମୋତେ ଦୂରରୁ କେହି ଆସୁଥିବାର ଶବ୍ଦ ଶୁଭିଲା ଓ ତା ସହିତ ଶୁଭୁଥିଲା ହସ। ଖୁବ୍ ପରିଚିତ ହସ ସେ। ମୋ ମନ ଖୁସିରେ ଭରିଗଲା। ଧାଇଁଗଲି। ମୋ ଆଖି ଆଗରେ ଧର୍ମା ଭାଇ ଓ ରାଧା ଭାଉଜ ଥିଲେ। ଦୌଡ଼ି ଯାଇ ଧର୍ମା ଭାଇକୁ କୁଣ୍ଢାଇ ପକାଇଲେ। ସେ ବି ଖୁସିରେ ମୋତେ ଗେଲ କରି ପକାଇଲେ। ରାଧା ଭାଉଜ ହସୁଥିଲେ। ମୋ ଦୁଇ ପାଖରେ ଦୁଇ ଜଣ ବସିଗଲେ ଓ ମୁଁ ମଝିରେ ବସିଥାଏ। ମୋର ସେ ପିଲାଦିନର ଇଚ୍ଛା ଯେପରି ପୂରଣ ହୋଇଗଲା। ଅନେକ ହସ ମଜାର କଥା ଚାଲିଲା। ଧର୍ମା ଭାଇ ମୋ ମୁହଁକୁ ଚାହିଁ କହିଲେ, ମୋ ଜୟନ୍ତ ବଡ଼ ହୋଇଗଲାଣି। ତାଙ୍କ ଚାହାଣୀରେ ଯେପରି ସ୍ନେହ ମମତା ଭରିଗଲା ଭଳି ଲାଗିଲା। ମୁଁ ତାଙ୍କ କାନ୍ଧରେ ମୁଣ୍ଡ ରଖି ପଚାରିଲି, ଭାଇ କାହିଁକି ଏତେ କଷ୍ଟ ପାଉଛ? ଭାଉଜକୁ ନେଇ ଚାଲି ଆସ ମୋ ପାଖକୁ। ରହିବାର କୌଣସି ଅସୁବିଧା ହେବନି। ମୁଁ ସବୁ ବ୍ୟବସ୍ଥା କରିଦେବି। ଧର୍ମା ଭାଇ ଗୋଟିଏ ଶୁଖିଲା ହସ ହସିକି କହିଲେ, ନାଇଁ ରେ, ଆଉ କ'ଣ ସମୟ ଅଛି? ସବୁ କିଛି ବଦଳିଗଲାଣି। ଯଦି ନେବାର ଥାନ୍ତା ତ କେବେଠାରୁ ରାଧାକୁ ନେଇ ଚାଲି ଯାଇଥାନ୍ତି, କିନ୍ତୁ ମୁଁ ପାରିଲିନି। ଆଉ ଏବେ ଭାବିଲେ କ'ଣ ହେବ? ମୁଁ ତାଙ୍କ କଥାକୁ ଅଧାରୁ କାଟି କହିଲି, ଏମିତି ଲୁଚି ଲୁଚି ସାରା ଜୀବନ କାଟିଦେବ ନା କ'ଣ? ଧନ୍ୟ ତୁମେ ଦୁଇ ଜଣ। କାହିଁକି କଷ୍ଟ ପାଉଛ? ମୁଁ କିଛି ଜାଣିନି। ମୁଁ 10 ଦିନ ପାଇଁ ଆସିଛି। ଏହା ଭିତରେ ତୁମକୁ ଏ ଗାଁରୁ ନେଇକି ଯିବେ। ବହୁତ ସହିଲ ତୁମେମାନେ। ଦୁହେଁ ହସି ଦେଇ କହିଲେ, ହଉ ଯାହା ତୋର ଇଚ୍ଛା। କଥା ମଝିରେ ରାଧା ଭାଉଜ କହିଲେ, ଜୟନ୍ତ ତୁମେ ଆମ ଚିଠି ଖୋଲିକି ପଢ଼ୁଥିଲ ନା? ରାଧା ଭାଉଜଙ୍କ କଥାରେ ମୁଁ ନିଜକୁ ଅସହ୍ୟ ମନେ କରୁଥିଲି। ଧର୍ମା ଭାଇ ମୋତେ ଚାହିଁ କହିଲେ, ଆରେ ଛୋଟ ଥିଲା ସେ। ବୟସଟା ହିଁ ତାର ସେତେବେଳେ ସେମିତି। ସବୁ କିଛି ଜାଣିବାର ଇଚ୍ଛା ହୁଏ। ଜୟନ୍ତ ତୁ ସିନା ଚିଠି ଖୋଲି ଦେଉଥିଲୁ, କିନ୍ତୁ ରାଧା ଯେମିତି ଚିଠିଟି ଭାଙ୍ଗିଥାଏ, ତାହା ପୂର୍ବ ଭଳି ତୁ ଭାଙ୍ଗି ପାରୁନା। ସେଥିପାଇଁ ତୁ ଧରା ପଡ଼ୁଥିଲୁ। ରାଧା ଭାଉଜ ହସି ହସି କହିଲେ, ତୁମର ଏଇ ଦୁଷ୍ଟାମି ପାଇଁ ତୁମ ଭାଇ ମୋତେ ଆକଟ କରି କହିଥିଲେ, ଦେଖ ରାଧା, ସେ ସବୁ ଛୋଟ ପିଲା। ଏଥର ଚିଠି ଲେଖିଲା ବେଳେ ସଚେତନ ହୋଇ ଲେଖୁଥିବୁ। ଏତିକି କହି ରାଧା ଭାଉଜ ଠୋ ଠୋ ହୋଇ ହସିକି ଗଡ଼ିଗଲେ। ତାଙ୍କୁ ଦେଖି ଧର୍ମା ଭାଇ ବି ହସିବା ଆରମ୍ଭ କରିଦେଲେ। ଆଉ ସେ ଦୁଇ ଜଣଙ୍କ ହସ ଦେଖି ମୋ ହସ ବି କେଉଁଠି ଅଟକିବାର ଥିଲା। ତିନି ଜଣ ହସି ହସି ଗଡ଼ିଗଲୁ। ତିନି ଜଣ ଆକାଶକୁ ଚାହିଁ ସେହି ବାଲି ଉପରେ ଶୋଇଥିଲୁ। ଧର୍ମା ଭାଇ କହୁଥିଲେ, ରାଧା, ଆମେ ଅନେକ ଦିନ ପରେ ଏପରି ମନ ଖୋଲି ହସିଲେ ନା? ସେ ଦୁଇ ଜଣଙ୍କ କଥା ଶୁଣି ମୁଁ ମନେ ମନେ କହୁଥିଲି, ବହୁତ କଷ୍ଟ ସହିଲଣି, ଏବେ ହସିବାର ସମୟ ଆସୁଛି। କେତେବେଳେ ସମୟ ଅତିବାହିତ ହୋଇଗଲା ଜଣା ପଡ଼ିଲାନି। ରାତି ପାହି ପାହି ଆସୁଥାଏ। ଧର୍ମା ଭାଇ କହିଲେ, ହଉ ଉଠ, ମୁଁ ଆଗରେ ଯାଉଛି। ତୁମେ ଦୁଇ ଜଣ ଅଲଗା ହୋଇ ଆସିବ, ନହେଲେ କିଏ ସନ୍ଦେହ କରିବ। ସେ ଦୁଇ ଜଣ ଗଲା ପରେ ମୁଁ ଘରକୁ ଫେରିଲି। ମୋ ମୁଣ୍ଡରେ ଯୋଜନା ପ୍ରସ୍ତୁତ ହେଉଥାଏ। କିପରି ଧର୍ମା ଭାଇ ଓ ରାଧା ଭାଉଜଙ୍କୁ ଏ ଗାଁରୁ ବାହାର କରିବେ। ମୁଣ୍ଡକୁ ଆସିଲା କିଶୋର ମୋତେ ସାହାଯ୍ୟ କରିବ। ଧର୍ମା ଭାଇ ଓ ରାଧା ଭାଉଜଙ୍କୁ ଏ ଜାତି ପ୍ରଥା ନର୍କରୁ ଉଦ୍ଧାର କରିବା ପାଇଁ ମୁଁ ଯୋଜନା କଲି। କେଶବ ବନ୍ଧୁ ଘରୁ ଆସି ପହଞ୍ଚି ଯାଇଥିଲା। ମୁଁ ତାକୁ ଧରି ଚାଲିଲି ନଈ ପଠା ଆଡ଼କୁ। ମୋତେ ନିରୋଳା ଜାଗା ଦରକାର ଥିଲା। ଅନେକ କିଛି ଶାନ୍ତିରେ କହିବାର ଥିଲା କେଶବକୁ। କେଶବ ପଚାରୁଥିଲା, ଆରେ ଭାଇ କ'ଣ କହ, ଏତେ ବ୍ୟସ୍ତ କ'ଣ ପାଇଁ ଲାଗୁଛୁ? ମୁଁ ନଈ ପଠାରେ ବସିଗଲି ଓ କେଶବକୁ ଭିଡ଼ି ପାଖରେ ବସାଇ କହିଲି, ଶୁଣ ମୋ କଥା। ତୋର ସାହାଯ୍ୟ ଦରକାର।
ତତେ ଯାହା କହିବି ତୁ ମନା କରିବୁନି, ଆଗେ କଥା ଦେ। କେଶବ ମୋ ମୁହଁକୁ ଚାହିଁ କହିଲା, ହଁ ସବୁ ପ୍ରକାର ସାହାଯ୍ୟ କରିବେ, କୌଣସି କଥାରେ ମନା କରିବିନି। ଆଗେ କହ କଥା କ'ଣ? ମୁଁ ଏପଟ ସେପଟକୁ ଥରେ ଚାହିଁ କହିଲି, ଧର୍ମା ଭାଇ ଓ ରାଧା ଭାଉଜ ଅନେକ କଷ୍ଟ ସହିଲେଣି। ମୁଁ ଭାବୁଛି ତାଙ୍କୁ ମୋ ସାଙ୍ଗରେ ସହରକୁ ନେଇଯିବି, ଆଉ ସେଠାରେ ସେମାନେ ସାଙ୍ଗ ହୋଇ ରହିବେ। ତୋର ଖାଲି ଏତିକି କାମ କରିବାର ଅଛି, ତୁ ଖାଲି ଖଣ୍ଡିଏ ଗାଡ଼ିର ବ୍ୟବସ୍ଥା କରିଦେବୁ। ସେ ଗାଡ଼ିକୁ ଘରଠାରୁ ଦୂରରେ ରହିବାକୁ କହିବ ଓ ରାତିର ଅନ୍ଧକାରରେ ଆମ 3 ଜଣଙ୍କୁ ନେଇ ଗାଡ଼ି ପାଖରେ ଚୁପଚାପ ଛାଡ଼ିବାର ଦାୟିତ୍ୱ ତୋର। କ'ଣ କହୁଛୁ? ମୋ କଥା ଶୁଣି କେଶବ ମୁହଁକୁ ତଳକୁ ପୋତି କହିଲା, ତୋ ସହ ଧର୍ମା ଭାଇ ଯିବ ବୋଲି ତୁ କିପରି ଜାଣିଲୁ? ମୁଁ କେଶବ ଉପରେ ବିରକ୍ତି ହୋଇ କହିଲି, କି ମୂଲ୍ୟହୀନ ପ୍ରଶ୍ନ ପଚାରୁଛୁ? କିପରି ଜାଣିଲି କ'ଣ? ଧର୍ମା ଭାଇ ଓ ରାଧା ଭାଉଜଙ୍କ ସହିତ ମୋର କଥାବାର୍ତ୍ତା ହୋଇସାରିଛି। ପ୍ରଥମେ ସେମାନେ ରାଜି ହେଉନଥିଲେ, କିନ୍ତୁ ମୋ କଥାରେ ସେମାନେ ରାଜି ହୋଇସାରିଛନ୍ତି। ତତେ କ'ଣ ସେମାନଙ୍କ ଅବସ୍ଥା ଦେଖି ଦୁଃଖ ଲାଗୁନି? ତୁ କ'ଣ ଚାହୁଁନୁ ସେମାନେ ଖୁସିରେ ରୁହନ୍ତୁ? ମୁଁ ତାକୁ ହଲାଇ ଦେଲି। ସେ ମୁହଁ ଟେକିଲା, କିନ୍ତୁ ତା ଆଖିରେ ଲୁହ ଥିଲା। ସେ ଓଦା କଣ୍ଠରେ କହିଲା, ଭାଇ ମୁଁ ତ ସବୁବେଳେ ଚାହୁଁଥିଲି ସେ ସାଙ୍ଗରେ ରୁହନ୍ତୁ ଓ ଖୁସିରେ ରୁହନ୍ତୁ। ତାଙ୍କ ଅବସ୍ଥା ଦେଖିଲେ ମୋତେ କେତେ ଦୁଃଖ ଲାଗୁଥିଲା ମୁଁ ହିଁ ଜାଣେ। ଏ ଯୋଜନା ଆମେ ଆଗରୁ ବନାଇଥାନ୍ତେ ହେଲେ, ଆମେ ଏତିକି ବଡ଼ ହୋଇଯାଇଥାନ୍ତେ ହେଲେ, ତାହେଲେ ଧର୍ମା ଭାଇ ଓ ରାଧା ଭାଉଜ ଆଜି ଜୀବିତ ଥାନ୍ତେ। ରାଧା ଭାଉଜଙ୍କ ବାପା ବିବାହ ପାଇଁ ମନା କରିବା ପରେ ସବୁକିଛି ଠିକ୍ ଥିଲା। ଧର୍ମା ଭାଇ ଓ ରାଧା ଭାଉଜ ଦୁହେଁ ଦୁହିଁଙ୍କୁ ଦୂରରୁ ଦେଖି ବି ଖୁସି ଥିଲେ। ହେଲେ ରାଧା ଭାଉଜଙ୍କ ମନା କରିବା ସତ୍ତ୍ୱେ ବି ତାଙ୍କ ବିବାହ ଠିକ୍ କରିଦେଲେ ତାଙ୍କ ଘର ଲୋକେ। ସେଦିନ ଶେଷ ଚିଠି ମୋ ହାତରେ ରାଧା ଭାଉଜ ପଠାଇଥିଲେ ଧର୍ମା ଭାଇ ପାଖକୁ। ମୁଁ ଚଣ୍ଡାଳ ସେ ଚିଠିକୁ ହେଲେ ଖୋଲିକି ପଢ଼ି ଦେଇଥାନ୍ତେ। ସବୁ ସରିଗଲା ଭାଇ। ତା ପରଦିନ ଏଇ ନଈ ପଠାରେ ଧର୍ମା ଭାଇ ଓ ରାଧା ଭାଉଜ ବିଷ ଖାଇ ଶୋଇପଡ଼ିଥିଲେ ଚିରନିଦ୍ରାରେ। କେଶବ ଆଉ କ'ଣ କହୁଥିଲା ମୋତେ କିଛି ଶୁଭୁନଥିଲା। ଦୁଃଖରେ ମୋ ଛାତି ଫାଟିଗଲା ଭଳି ଲାଗିଲା। କେଶବ ହୁଏତ ଅନେକ ଦିନରୁ ଧର୍ମା ଭାଇ ଓ ରାଧା ଭାଉଜଙ୍କୁ ହରାଇ ସାରିଥିଲା, କିନ୍ତୁ ମୁଁ ବର୍ତ୍ତମାନ ହିଁ ମୋ ପ୍ରିୟ ଭାଇ ଓ ଭାଉଜଙ୍କୁ ହରାଇ ବସିଲି। ବିଗତ ରାତିରେ ସେ ଖୁସିର ମୁହୂର୍ତ୍ତ ଯାହା ସେମାନଙ୍କ ସହ ବିତାଇଥିଲି ମୋର ସବୁ ମନେ ପଡ଼ିଯାଉଥିଲା। ମୁଁ ତଣ୍ଟି ଫାଟି ଚିତ୍କାର କରୁଥିଲି, କାନ୍ଦୁଥିଲି ଓ ବାର ବାର କହୁଥିଲି, ଧର୍ମା ଭାଇ ମୋତେ ତୁମେ ଧୋକା ଦେଇଦେଲ, ତୁମେ ମୋତେ ଧୋକା ଦେଇଦେଲ। ଜୟନ୍ତ ଆଖିରୁ ବୋହି ଯାଉଥିଲା 2 ଧାର ଲୁହ। ସମସ୍ତେ ଚୁପ୍ ଥିଲେ। ବୋଧହୁଏ ଜୟନ୍ତର ଅଙ୍ଗେଲିଭା କଥାରେ ସମସ୍ତେ ଯେପରି ହଜି ଯାଇଥିଲେ। ଜଙ୍ଗଲ ଭିତରୁ ଶୁଭିଲା ହେଟା ପାଖର ବୋବାଳି। ସେ ଶବ୍ଦରେ ଅନେକ ଯେପରି ଚମକି ପଡ଼ିଲେ ଓ ନିଜକୁ ପ୍ରକୃଷ୍ଠିତ କରିଗଲେ। ସୌମ୍ୟ ସେ ପାତ୍ରରେ ଥିବା କାଗଜକୁ ଗୋଳାଇ ପୁନର୍ବାର ଏକ କାଗଜ ଖଣ୍ଡ ଉଠାଇ ଆଣିଲା ଓ ଖୋଲି ଦେଖିଲେ ସେଥିରେ ଲେଖା ଥିଲା କ୍ରାନ୍ତି।